নমস্কার দর্শক বন্ধু, শুভ সন্ধ্যা। আଜି সন্ধ্যায় রয়েছে দেশ বিদেশ রাজ্যর গুরুত্বপূর্ণ খবর, যাহা ଆପଣ ମାନେ କେବଳ 10 ମିନିଟ ସମୟ ଦେଇ ଦେଖିପାରିବେ। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଆପଣଙ୍କର ଜିଲ୍ଲାକୁ ଭଲ ପାଉଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଆପଣଙ୍କର ଜିଲ୍ଲାର ନାଁ ଲେଖିଦେବେ, ଯାହାଫଳରେ ତୁରନ୍ତ ଆପଣଙ୍କର ଜିଲ୍ଲାର ଖବର ମଧ୍ୟ ପାଇପାରିବେ। ଚାଲନ୍ତୁ କଣ ରହିଛି ଆଜିର ଖବର ତା ଉପରେ ନଜର ପକାଇବା। ବଦଳିବ ଯୁକ୍ତ ଦୁଇ ମୂଲ୍ୟାୟନ ଢାଞ୍ଚା, 24% ମାର୍କରେ ପାସ୍। ପିଲାଙ୍କ ବୋର୍ଡ ପରୀକ୍ଷା ଚାପ କମାଇବା ଓ ଭଲ ନମ୍ବର ସ୍କୋର କରିବା ପାଇଁ ନ୍ୟାସନାଲ ଢାଞ୍ଚାରେ ପରୀକ୍ଷା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ମାର୍କିଂ ଢାଞ୍ଚା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ପିଲାମାନେ ବୋର୍ଡରେ ଭଲ ନମ୍ବର ରଖିପାରୁନଥିଲେ। ଏଣୁ ପିଲାଙ୍କୁ ସୁବିଧା ପାଇଁ ନୂଆ ଢାଞ୍ଚାରେ ଚଳିତ ଥର ମାର୍କ ଦିଆଯିବ ବୋଲି କୁହାଯାଉଛି। ଏଥର 24% ମାର୍କ ରଖିଲେ ପରୀକ୍ଷାରେ ପାସ୍ ବୋଲି ସରକାର ଘୋଷଣା କରିଛନ୍ତି। ନମ୍ବର 2, ପଢୁଆଁ ହେବେ ଶ୍ରୀଜୀଉ। ମାଧବାନନ୍ଦ ଜୀଉଙ୍କ ପୀଠରୁ ଶ୍ରୀମନ୍ଦିରକୁ ଗଲା ଭାର। ମାର୍ଗଶିର ଅଷ୍ଟମୀ ତିଥିରେ ପଢୁଆଁ ହେବେ ଶ୍ରୀଜୀଉ। ତେଣୁ ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ୍ ସପ୍ତମୀ ତିଥିରେ ଠାକୁରଙ୍କର ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀ ମାଧବଙ୍କ ପୀଠରୁ ଶ୍ରୀମନ୍ଦିରକୁ ପଢୁଆଁ ଭାର ଯାଇଛି। ରତ୍ନ ସିଂହାସନ ସହ ମହାପ୍ରଭୁଙ୍କର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ଜଗନ୍ନାଥ, ସୁଦର୍ଶନ, ମାଧବ, ଭୂଦେବୀ, ଶ୍ରୀଦେବୀ, ପାଟ ବସ୍ତ୍ର ଏବଂ ଅନ୍ୟାନ୍ୟ ପଢୁଆଁ ସାମଗ୍ରୀ ବିଧି ମୁତାବକ ପଠାଯାଇଛି। ଆଉ ଥରେ ସର୍ଭେ ହେବ ଜାଗା ମିଶନ। ଜାଲିଆତି କରି ଜାଗା ହାତେଇଥିଲେ ତଡ଼ିବେ ସରକାର। ତେବେ ଜାଗା ମିଶନରେ ଜାଲିଆତି କରି ଭୂମି ହାତେଇଥିଲେ ସାବଧାନ। ସାବାଡ଼ ହେବେ ଅଯୋଗ୍ୟ ହିତାଧିକାରୀ। ଗାଁରେ ଦୁଇଟା ଜମି ରହିଛି, ସହରାଞ୍ଚଳରେ ମଧ୍ୟ ପ୍ଲଟ ଅଛି, କିନ୍ତୁ ନିଜକୁ ଭୂମିହୀନ ଦର୍ଶାଇ ମାଡ଼ି ବସିଥିବା ସରକାରୀ ଜାଗା ଏବଂ ଜାଗା ମିଶନରେ ଯୋଡ଼ି ଭୂମି ଅଧିକାର ପ୍ରମାଣପତ୍ର ବି ନେଇଛନ୍ତି। ଏମିତି ଶହ ଶହ ଅଯୋଗ୍ୟ ହିତାଧିକାରୀ ସରକାର ହାବୁଡ଼ରେ ପଡ଼ିଛନ୍ତି। ସେମାନଙ୍କୁ ଖୋଜି ଖୋଜି ତଡ଼ିବେ ସରକାର। ତାଙ୍କ ଜାଗାରେ ଯେଉଁମାନେ ସତରେ ଗରିବ ଆଉ ତାଙ୍କ ଯୋଗ୍ୟ, ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଯୋଗାଇ ଦିଅ ବୋଲି କୁହାଯାଉଛି। ଜାଗା ମିଶନରେ ବସ୍ତି ବାସିନ୍ଦାକୁ ପାଇଥିବା ଭୂମି ଅଧିକାର ପ୍ରମାଣପତ୍ର ପୁଣି ଥରେ ଯାଞ୍ଚ ହେବ। ଅଯୋଗ୍ୟ ହିତାଧିକାରୀ ଯଦି ଚଞ୍ଚକତା କରି ଜାଗା ହାତେଇଥିବେ ସେମାନଙ୍କୁ ବାଦ୍ ଦିଆଯିବ। ଯୋଗ୍ୟ ହିତାଧିକାରୀ ଜାଗା ବଦଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା 2.0ରେ ଘର ନିର୍ମାଣ କରି ଯୋଗାଇ ଦିଆଯିବ। ତେବେ ଗୃହ ନଗର ଉନ୍ନୟନ ପକ୍ଷରୁ ଏନେଇ ସର୍ଭେ ଆରମ୍ଭ ହେବ ବୋଲି କୁହାଯାଉଛି। ରାଜ୍ୟ ସରକାରଙ୍କର ବଡ଼ ଘୋଷଣା, ଆଉ 2 ଦିନ ପରେ ସୁଭଦ୍ରା ଟଙ୍କା ମିଳିବା ପାଇଁ ଯାଉଛି। ଏନେଇକି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ତେବେ କୁହାଯାଉଛି ଯେ ପ୍ରଥମେ ଅଙ୍ଗନବାଡି କର୍ମୀଙ୍କୁ ଏବଂ 2,67,000 ଯେଉଁ ଫର୍ମ ରିଜେକ୍ଟ ହୋଇଛି ତାଙ୍କୁ, ଆଉ ପୂର୍ବରୁ ଯେତିକ ସବୁ ବାକି ଅଛନ୍ତି ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିବା ପାଇଁ ଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଘୋଷଣା କରିଛନ୍ତି। ତେବେ କୁହାଯାଉଛି ଯେ 20 ଲକ୍ଷ ହିତାଧିକାରୀଙ୍କୁ ଅର୍ଥ ରାଶି ମିଳିବ ବୋଲି କୁହାଯାଉଛି, କିନ୍ତୁ ଡିସେମ୍ବର ସୁଦ୍ଧା 1 କୋଟି ହିତାଧିକାରୀ ମହିଳାମାନେ ପାଇଯାଇଥିବେ ସୁଭଦ୍ରା ଟଙ୍କା। ଜିଓ ଓ ଏୟାରଟେଲକୁ ଲାଗିଲା ବଡ଼ ଝଟକା। ପ୍ଲାନ ମୂଲ୍ୟ ବଢ଼ାଇବାରୁ କଟିଗଲେ ଏତିକି ଗ୍ରାହକ। ତେବେ ଟ୍ରାଏ ନିୟମ ଅନୁସାରେ ଏବେ ଟେଲିକମ ରେଗୁଲାରିଟି ଅଥରିଟି ଅଫ୍ ଇଣ୍ଡିଆ 2024 ସେପ୍ଟେମ୍ବର ମାସରେ ଗୋଟେ ପ୍ରକାଶ କରିଛି ଖବର। ରିଲାଏନ୍ସ ଜିଓର ମୋବାଇଲ ଗ୍ରାହକଙ୍କ ସଂଖ୍ୟା 79 ଲକ୍ଷ ହ୍ରାସ ପାଇଛି। ଅଗଷ୍ଟ ମାସରେ ରିଲାଏନ୍ସ ଜିଓର ଗ୍ରାହକଙ୍କ ସଂଖ୍ୟା ସେହିଭଳି 47 ଲକ୍ଷ ହ୍ରାସ ପାଇଥିଲା। ତେବେ ପ୍ରତି ମାସରେ ଏତେ ଗ୍ରାହକ ହ୍ରାସ ପାଉଛି, ଯାହାଫଳରେ ରିଲାଏନ୍ସ ଜିଓକୁ ଛାଡ଼ି ଅନ୍ୟ ସର୍ଭିସକୁ ହାତଉଛନ୍ତି ବୋଲି କୁହାଯାଉଛି। ଗ୍ରାହକମାନେ କେଉଁ ସର୍ଭିସ ଯାଉଛନ୍ତି ସେ ନେଇକି ମଧ୍ୟ ପତା ନାହିଁ, କିନ୍ତୁ ଭୋଡାଫୋନ ଏବଂ ଏୟାରଟେଲର ମଧ୍ୟ ସଂଖ୍ୟା କମିଛି ବୋଲି କୁହାଯାଉଛି। ତେବେ କୁହାଯାଉଛି ଲୋକ ବିଏସଏନଏଲକୁ ଆପଣେଇଲେଣି, ଆଉ ବିଏସଏନଏଲ 5G ଏବେ ଆଗକୁ ଆସୁଛି, ଯାହାଫଳରେ ସବୁ କମ୍ପାନୀକୁ ବୁଡେଇ ଦବ। ରାଜଧାନୀ ରାସ୍ତା କଡ଼ରେ ମିନି ଭାରତ, କମ୍ ମୂଲ୍ୟରେ ମିଳୁଛି ପୋଷାକ, ଖାଦ୍ୟ ଓ ଅଳଙ୍କାର। ରାଜଧାନୀ ଭୁବନେଶ୍ୱରରେ କ୍ଷୁଦ୍ର ଭାରତ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ଭାଷାଭାଷୀ ଏବଂ ଧର୍ମାବଲମ୍ବୀ ଲୋକ ବସବାସ କରୁଛନ୍ତି। ପୂର୍ବରୁ ସହରବାସୀ ଅନ୍ୟ ସ୍ଥାନକୁ ପେଟ ପାଟଣା ପାଇଁ ଯାଉଥିବା ବେଳେ ବର୍ତ୍ତମାନ ରାଜଧାନୀ ବାହାରେ ମଧ୍ୟ ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ପାଲଟିଛି। ସେଥିପାଇଁ ସହରରେ ବୁଲା ବ୍ୟବସାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯେହେତୁ ସବୁ ବର୍ଗର ଲୋକମାନଙ୍କ ପାଇଁ ମହଲ ଏବଂ ବଡ଼ ରେଷ୍ଟୁରାଣ୍ଟ ଯିବା ସମ୍ଭବ ହେଉନାହିଁ, ତେଣୁ ରାସ୍ତା କଡ଼ରେ
ପାଲଟିଛି ସାଧାରଣ ଲୋକ ବିଶେଷ କରି ଯୁବପିଢ଼ି ଆଡ୍ଡାସ୍ଥଳୀ। ତେବେ ଓଡ଼ିଶାର ରାଜଧାନୀ ଗୁଜରାଟ, ଉତ୍ତରପ୍ରଦେଶ, ଦିଲ୍ଲୀ, ମୁମ୍ବାଇ ଏପରିକି ଡାଇବାନ ଏବଂ ବାଂଲାଦେଶ, ନେପାଳର ଆସୁଥିବା ବେପାରୀମାନେ ଆସି ରାଜଧାନୀ ଛକ ଉପରେ ବିକ୍ରି କରୁଛନ୍ତି। ଯେପରିକି ରାମ ମନ୍ଦିର, କଳ୍ପନା, ବିଗ ବଜାର, ମାଷ୍ଟର କ୍ୟାଣ୍ଟିନ, ଶହୀଦନଗର, ଅଶୋକନଗର, ଖଣ୍ଡଗିରି ଆଦି ସ୍ଥାନରେ ପସରା ମେଲାଇଛନ୍ତି। ଏମାନେ ଓଡ଼ିଶାକୁ ପ୍ରାୟତଃ ଅଗଷ୍ଟ ମାସ ବେଳକୁ ବେପାର କରିବାକୁ ଆସିଥାନ୍ତି। ପାର୍ବଣ ଋତୁ ନୂଆ ବର୍ଷର ପାଖାପାଖି ଉତ୍ସବ ମୁଖର ହୋଇଥିବା ବେଳେ ବେପାର କରି ଖଣ୍ଡଗିରି ଯାତ୍ରା ପରେ ପୁଣି ଘରକୁ ଫେରିଥାନ୍ତି ବୋଲି କୁହାଯାଉଛି। ଆଉ ଏଭଳି ସ୍ଥିତିରେ ମଧ୍ୟ ରାସ୍ତା କଡ଼ରେ ବେପାର କରିବାରୁ ରାସ୍ତା ମୁଣ୍ଡ ପ୍ରବଳ ଭିଡ଼ ଜମୁଛି। ଏନେଇ ସରକାର ଏକ ଥଇଥାନ ବ୍ୟବସ୍ଥା ମଧ୍ୟ କରିବେ। ଭଡ଼ାରେ ଗାଡ଼ି ଦେଉଥିଲେ ସାବଧାନ, ଭଡ଼ା ନେଇ ବନ୍ଧକ ଦେଉଥିଲେ ନିଜେ ବନ୍ଧା ହେଲେ। 9 କାର୍ ଜବତ। ରାଜଧାନୀରୁ ଭଡ଼ା କାର୍ ନେବା ବାଲୁଗାଁ ବାଣପୁର ଅଞ୍ଚଳର ସାହୁକାର ନିକଟରେ ବନ୍ଧା ପକାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗରେ ଆଜି ଖଣ୍ଡଗିରି ଥାନା ପୋଲିସ ଜଣେ ଧୃତ ଏବଂ ତାଙ୍କ ସହଯୋଗୀ ଗିରଫ କରିଛି। ଟ୍ରାଭେଲ ଏଜେନ୍ସି ମାନଙ୍କୁ ଏମିତି ଅଭିନବ ଢଙ୍ଗରେ ଧୋକା ଦେଉଥିବା ଧୋକେବାଜ ଖୋର୍ଦ୍ଧା ଜିଲ୍ଲା ବାଣପୁର କୁମାରଙ୍ଗ ଅଞ୍ଚଳର ଦିଲ୍ଲୀପ ମିଶ୍ର ଏବଂ ତାଙ୍କ ସହଯୋଗୀ ବାଲୁଗାଁର ସ୍ୱସ୍ତିକ ପ୍ରଧାନ ରାଜଧାନୀ ବିଭିନ୍ନ ଏଜେନ୍ସିରୁ 9ଟି କାର୍ ଭଡ଼ାରେ ନେଇଥିଲେ। ଆଉ ହଠାତ୍ ଜଣେ ସାହୁକାର ପାଖରେ ବନ୍ଧା ରଖି ଟଙ୍କା ନେଇଥିଲେ, ଯାହା ପୋଲିସ ଜାଣିବା ପରେ ଏବେ ମଧ୍ୟ ତୁରନ୍ତ ଆକ୍ସନ ନେଇଛି। ତେଣୁ ଆପଣମାନେ ଯଦି କାରରେ ଭଡ଼ା ଦେଉଛନ୍ତି ତାହେଲେ ଦେଖି ଚାହିଁ ସତର୍କତା ସହିତ ଅବଲମ୍ବନ କରନ୍ତୁ। ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଗୋଟିଏ ବୋଝ ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ ନୂଆ ସ୍ମାର୍ଟ ମିଟର ବାବଦରେ ପ୍ରତି ମାସରେ 50 ଟଙ୍କା ଅତିରିକ୍ତ ଦେୟ ବିଜୁଳି ବିଲ୍ରେ ଆସୁଥିଲା। ଏବେ ପୁଣି ସିକ୍ୟୁରିଟି ଜମାରାଶି କମ୍ ଦର୍ଶାଇ 2 ମାସ ହାରାହାରି ଅନୁସାରେ ଅତିରିକ୍ତ ଜମାରାଶି ଦେବା ପାଇଁ ବିଦ୍ୟୁତ ବିତରଣ କମ୍ପାନୀ ଗ୍ରାହକଙ୍କୁ ନୋଟିସ୍ କରିଛି। ସେମାନଙ୍କୁ 1 ମାସର ସମୟ ଦିଆଯାଇଛି। ଯଦି ଅତିରିକ୍ତ ସିକ୍ୟୁରିଟି ଜମାରାଶି ନ କରିବେ ତେବେ ତୁରନ୍ତ ତାଙ୍କ ବିଦ୍ୟୁତ ସଂଯୋଗ କଟାଯିବ ବୋଲି ଧମକ ଦିଆଯାଇଛି। ଯାହାକୁ ନେଇ ଓଡ଼ିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ ପ୍ରକାଶ କରିଛି। ମହାସଂଘର ଆବାହିକ ରବି ବେହେରା ଏନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ତେବେ ଆଉ ଗୋଟେ ସାଇବର ଠକେଇ, ତାମିଲ ଫିଲ୍ମ ପ୍ରଯୋଜକ ଗିରଫ, ଉଡ଼ିଗଲା ମହିଳାଙ୍କର 20 ଲକ୍ଷ ଟଙ୍କା। ତେବେ ନୂଆ ପଦ୍ଧତିରେ ସାଇବର ଠକେଇ ପୋଲିସକୁ ବଡ଼ ଚ୍ୟାଲେଞ୍ଜ ଦେଉଛି। କିନ୍ତୁ ଏହା ଭିତରେ ଭୁବନେଶ୍ୱର ସାଇବର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ସାଇବର ଠକେଇ ଟଙ୍କାରେ ଫିଲ୍ମ ନିର୍ମାଣ କରୁଥିବା ଜଣେ ତାମିଲ ଫିଲ୍ମ ପ୍ରଯୋଜକକୁ ସାଇବର ଥାନା ପୋଲିସ ଠାବ କରିଛି। ତାମିଲନାଡୁରୁ ଗିରଫ ହୋଇଥିବା ଏକ ସାଇବର ଠକ ତାମିଲ ଫିଲ୍ମ ପ୍ରଯୋଜକ ସେ ପ୍ରକାଶ ଏମ୍। ଅଭିଯୁକ୍ତ ପ୍ରକାଶକୁ ଏବେ ଚେନ୍ନାଇରେ କୋଡମ୍ବା ଅଞ୍ଚଳରୁ ଗିରଫ କରାଯାଇଛି। ତାର ଆକାଉଣ୍ଟକୁ ମଧ୍ୟ ସିଜ୍ କରାଯାଇଛି। ପାଖାପାଖି 65 ଲକ୍ଷ ଫ୍ରିଜ୍ ହୋଇଛି। ଅଧିକରୁ ଅଧିକ ତଦନ୍ତ ପୋଲିସ ମଧ୍ୟ କରିଛି। ତାକୁ ରିମାଣ୍ଡରେ ଆଣିବ ବୋଲି ଯୋଜନା ମଧ୍ୟ କରିଛି। ତେବେ କେମିତି ଏସବୁ ସାଇବର ଠକେଇ ସେ କରିଥିଲା ତାକୁ ମଧ୍ୟ ଖୋଳତାଡ଼ କରୁଛି ପୋଲିସ। ତେଣୁ ଆପଣଙ୍କୁ ଯଦି ବିଭିନ୍ନ ନମ୍ବରରୁ କଲ୍ ଆସୁଛି ବା ଧମକା ଯାଉଛି, ଆପଣମାନେ କେବେ ବି ଡରନ୍ତୁ ନାହିଁ। ତୁରନ୍ତ ସାଇବର ପୋଲିସ ଷ୍ଟେସନରେ ନିଜର ଅଭିଯୋଗ ଦର୍ଶାନ୍ତୁ। ଭୁବନେଶ୍ୱର ମେଟ୍ରୋ ଟେଣ୍ଡରକୁ ବାତିଲ କରାଯାଉ। ତେବେ ଭୁବନେଶ୍ୱର ମେଟ୍ରୋ ନିର୍ମାଣକୁ ରଞ୍ଜିତ ବିଲ୍ଡକନ୍ ଏବଂ ଏହାର କଳା ତାଲିକାଭୁକ୍ତ କମ୍ପାନୀ ମେଟ୍ରୋ ନିର୍ମାଣ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବାକୁ ଯାଉଛନ୍ତି। ହେଲେ ମେଟ୍ରୋର ଟେଣ୍ଡର ପାଇଥିବା ରଞ୍ଜିତ ବିଲ୍ଡକନ୍ର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ରହିଆସିଛି। ଏହି କମ୍ପାନୀ ଯେଉଁ ରାଜ୍ୟରେ ବ୍ରିଜ, ରେଳପଥ ନିର୍ମାଣ କରୁଛି ସେସବୁ ସୁଦୃଢ଼ ବା ଦୀର୍ଘସ୍ଥାୟୀ ନୁହେଁ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ତେଣୁ କଂଗ୍ରେସ ଏଭଳି ମଧ୍ୟ କହିଛି, ଟେଣ୍ଡର ପାଇଥିବା ରଞ୍ଜିତ ବିଲ୍ଡକନ୍ ଏକ କଳା ତାଲିକାଭୁକ୍ତ କମ୍ପାନୀ। ସରକାର ଟେଣ୍ଡର ବାତିଲ କରନ୍ତୁ, ନହେଲେ ହେବ ଆନ୍ଦୋଳନ। ତୁରନ୍ତ ଆକୁ ସବୁ ବାତିଲ କରନ୍ତୁ ବୋଲି କହିଛନ୍ତି କଂଗ୍ରେସ। ରାଜଭବନ ପକ୍ଷରୁ ବିଜ୍ଞପ୍ତି, 3 ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟ 6 ମାସ ବଢ଼ିଲା। ତେବେ କୁହାଯାଉଛି ଯେ 3 ଜଣଙ୍କ କାର୍ଯ୍ୟାଳୟ 6 ମାସ ବଢ଼ିଛି। ସେଗୁଡ଼ିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତିରେ ଏବେ ବିଳମ୍ବ ହୋଇଛି। ଯାହାଫଳରେ ଏବେ କୁଳପତିଙ୍କ କାର୍ଯ୍ୟାଳୟ 6 ମାସକୁ ବୃଦ୍ଧି କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ବିଜ୍ଞାପନ ଜାରି ନ କରିଥିବାରୁ ରାଜ୍ୟପାଳ ଆଜି ଏହା ଘୋଷଣା କରିଛନ୍ତି। ଅବକାରୀ ନୀତିରେ ହେବ ବଡ଼ ପରିବର୍ତ୍ତନ, ବନ୍ଦ ହେବ ଚୋରା ମଦ କାରବାର। ଏନେଇକି ମନ୍ତ୍ରୀ ମଧ୍ୟ କହିଛନ୍ତି। ରାଜ୍ୟରେ ଡ୍ରଗ୍ସ କାରବାର ସମ୍ପୂର୍ଣ୍ଣ ମୂଳପୋଛ ହେଉ ବୋଲି ଖୁବ୍ ଶୀଘ୍ର ଅବକାରୀ ନିୟମରେ ବ୍ୟାପକ ପରିବର୍ତ୍ତନ ହେଉ ବୋଲି କୁହାଯାଉଛି। ରାଜ୍ୟରେ କାହାକୁ ଛଡ଼ାଯିବ ନାହିଁ, ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଯିଏ ଏଭଳି କରୁଥିବ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେଗୁଡ଼ିକ କଠୋର ହସ୍ତରେ ଦମନ କରିବାକୁ ଅବକାରୀ ବିଭାଗ କଡ଼ା ପଦକ୍ଷେପ ନେଉଛି। ଅବକାରୀ ବିଭାଗର ବ୍ୟାପକ ପରିବର୍ତ୍ତନକୁ ନେଇ ମାନସ ମନ୍ଥନ କରାଯାଇଛି।
ଚାଲିଛି। ଡ୍ରଗ୍ସ ଭଳି ସବୁ ନିଶା କାରବାର ଅଞ୍ଚଳକୁ ବଢ଼ି ଚାଲିଛି। ତେଣୁ ମିଳିତ ଅପରେସନରେ ଯେଉଁମାନେ ସବୁ ଏସବୁ କରୁଛନ୍ତି ତାଙ୍କୁ ତୁରନ୍ତ ଧରାଯିବ ଆଉ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ମଧ୍ୟ କହିଛନ୍ତି। ତା ସହିତ ସରକାରଙ୍କର ବଡ଼ ଘୋଷଣା, ଏସ୍ଏଚ୍ଜି ମହିଳାଙ୍କ ପାଇଁ ସରକାର ଋଣର ସୁଧ ହାର ଛାଡ଼ିଛନ୍ତି। ପୂର୍ବ ସରକାର ଥିବାବେଳେ ଯେଉଁ ଋଣ ସବୁ ଏସ୍ଏଚ୍ଜି ମହିଳା ନେଇଥିଲେ ତାଙ୍କର ସୁଧ ଦେବା ପାଇଁ ପଡ଼ିବ ନାହିଁ ବୋଲି କହିଛନ୍ତି। ପୂର୍ବରୁ ଯେତିକି ଋଣ ନେଇଥିଲେ ସେତିକି ଟଙ୍କା ସୁଝିବେ ବୋଲି ସରକାର ମଧ୍ୟ କହିଛନ୍ତି। ତା ସହିତ ଏବେ ସ୍କୁଲ ପିଲାଙ୍କୁ ମିଳିବ 5,000 ଟଙ୍କା। ମାଧୋ ସିଂ ଯୋଜନାରେ ଏବେ ଆଦିବାସୀ ସ୍କୁଲ ପିଲାଙ୍କୁ ମିଳିବ 5,000 ଟଙ୍କା। ଏ ନେଇକି 3 ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କୁହାଯାଉଛି।